ଭେଜ୍ ଟିକିଆ ସିଜଲର୍। ପ୍ରାଥମିକ ଉପକରଣ ବଳି ପଡ଼ିଥିବା ଫୁଲକୋବି ତରକାରୀ। ଉପକରଣ ମଧ୍ୟମ ଆକାରର ଗିନାଏ ଫୁଲକୋବି ତରକାରୀ, ଗାଜର ଗୋଟିଏ, ମଟର ଛୁଇଁ ଅଧା କପ୍, ପିଆଜ ଗୋଟିଏ ଚୁନା ଚୁନା କରି କଟାଯାଇଥିବ, ଟମାଟୋ ଗୋଟିଏ ଚୁନା ଚୁନା କରି କଟାଯାଇଥିବ, ଚିଜ୍ ସ୍ଲାଇସ୍ ଗୋଟିଏ, ନୁଡୁଲ୍ସ ଗୋଟିଏ ପ୍ୟାକେଟ୍, ରସୁଣ ଚୁନା 2 ଚା ଚାମଚ, ରିଫାଇନ୍ ତେଲ 4 ଟେବୁଲ୍ ଚାମଚ, ଲୁଣ ଓ ଗୋଲମରିଚ ସ୍ୱାଦ ଅନୁସାରେ, କ୍ୟାପ୍ସିକମ୍ ଗୋଟିଏ। ସସ୍ ପାଇଁ ଟମାଟୋ ସସ୍ ଅଧା କପ୍, ଭିନେଗାର 1 ଟେବୁଲ୍ ଚାମଚ, ଉଷ୍ଟରସାୟାର ସସ୍ 1 ଚା ଚାମଚ, ଲୁଣ ଓ ଚିନି ସ୍ୱାଦ ଅନୁସାରେ, ଲଙ୍କାଗୁଣ୍ଡ ଅଧା ଚା ଚାମଚ, ରସୁଣ ଚୁନା 1 ଚା ଚାମଚ, ରିଫାଇନ୍ ତେଲ 1 ଟେବୁଲ୍ ଚାମଚ। ପ୍ରଣାଳୀ: ଗାଜର ଛୋଟ ଛୋଟ କରି କାଟନ୍ତୁ। ଅଳ୍ପ ପାଣିରେ ଗାଜର ଓ ମଟର ଛୁଇଁ ସିଝେଇ ନିଅନ୍ତୁ। ଫୁଲକୋବି ତରକାରୀର କୋବି ଓ ଆଳୁକୁ ହାତରେ ଛୋଟ ଛୋଟ କରନ୍ତୁ। ଏଥର କଡ଼େଇରେ 2 ଟେବୁଲ୍ ଚାମଚ ତେଲ ଦିଅନ୍ତୁ। ପିଆଜ ରସୁଣ ଚୁନା ପକାଇ ଭାଜିବା ପରେ ସିଝା ତରକାରୀ, ଫୁଲକୋବି ଓ ଆଳୁ ପକାନ୍ତୁ। ଏଥିରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଟିକେ ଘାଣ୍ଟିବା ପରେ ଆଞ୍ଚରୁ କାଢ଼ି ଆଣନ୍ତୁ। ଥଣ୍ଡା ହେବାକୁ ଦିଅନ୍ତୁ। କ୍ୟାପ୍ସିକମ୍କୁ ଟିକେ ବଡ଼ ଆକାରରେ କାଟନ୍ତୁ। ନୁଡୁଲ୍ସ ସିଝାନ୍ତୁ। କଡ଼େଇରେ ସାମାନ୍ୟ ତେଲ ଦେଇ କଟା ରସୁଣ ଭାଜି ନୁଡୁଲ୍ସ ଓ କ୍ୟାପ୍ସିକମ୍କୁ ପକାନ୍ତୁ। ସେଥିରେ ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏଥର ଥଣ୍ଡା ହୋଇଯାଇଥିବା ତରକାରୀକୁ ଭଲ କରି ଚକଟି ଗୋଲ ଗୋଲ ଟିକିଆ ଆକାରରେ ଗଢ଼ନ୍ତୁ। ଟିକିଆ ଭିତରେ ଚିଜ୍ ଓ କଟା ଟମାଟୋ ଦେଇ ପୁର ଭରନ୍ତୁ। ଟିକିଆ ଗଢ଼ିବା ବେଳେ ସାମାନ୍ୟ ମଇଦା ମିଶାଇ ପାରନ୍ତି। ତେଲ ଗରମ କରି ଟିକିଆଗୁଡ଼ିକୁ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ବାସ୍ନା ବାହାରିଲେ ସବୁତିକ ସସ୍ ସେଥିରେ ଢାଳନ୍ତୁ। ଲୁଣ, ଗୋଲମରିଚ ଓ ଚିନି ପକାନ୍ତୁ। ଏଥର ସିଜଲର୍ ପ୍ଲେଟ୍ ଗରମ କରି ନୁଡୁଲ୍ସ ପ୍ୟାଟି ରଖି ସସ୍ ପକାନ୍ତୁ। ସଙ୍ଗେ ସଙ୍ଗେ ପରିବେଷଣ କରନ୍ତୁ। ପ୍ଲେଟ୍ କଡ଼ରେ ସାମାନ୍ୟ ବଟର ରଖିଦିଅନ୍ତୁ।